ए बोला हॅलो संगते देखले देखा ऋतुराज बसंत आगमन रे मातृमळाडीचे कर्तव्य पथरे अग्रसर हो चालिछि इमा 17 किलो सांगा हॅलो आणि प्रहर गुंजन रे फुलरड केते आनंद जळी उठुछंती हॅलो आणि सांगा हॅलो तो दृश्य देखी कोण तशी मत खर्चा थोडी नाही पारे बा नाही लो नाही आणि सांगा मुसोंडी बाग पाहिजे କୁଆଡ଼େ ଆମ କାଶୀ ରାଜ୍ୟରେ ଗୋଟେ ସୁନ୍ଦର ଫୁଲ ବଗିଚାଟି ଅଛି ଅଛି ଲୋ ଆରେ ସାଙ୍ଗ ହାଲୋ ଜମା ଚାଲୁନ ଆଜି ସେ ଫୁଲ ବଗିଚାକୁ ବୁଲିଯିବା ପାଇଁ ଭାରି ମନଟା ବ୍ୟାକୁଳ ହେଇ ଉଠୁଛି ତାହେଲେ ଯିବା ଲୋ ଯିବା ହାଲୋ ଜମା ତେବେ ଠିକ ଅଛି ଶୀଘ୍ର ଯିବା ହାଲୋ सहचरी संगतरे धरी असे धीरे सहचरी संगतरे धरी असे धीरे जौवनी न बनाइका सखीकर सङ्गरे नाना रङ्गरे सहचरी सङ्गतरे धरी अझै धीरे सहचरी सङ्गतरे धरी अझै धीरे हॅलो सखी ए ଆମ କାଶୀ ରାଜ୍ୟ ଫୁଲ ବଗିଚାଟା
ଦେଖିବାକୁ ଭାରି ସୁନ୍ଦର ହେଇଛି। ସତରେ କିଲୋ ଲାଗୁଛି ଏମିତି ଏ ଫୁଲ ଉଦ୍ୟାନ ଛାଡି ଆଉ ଜମାରୁ ଆଉ ଆସକୁ ଯାଆନ୍ତିନି କି? ମା ଆଲୋ ଏପା ସାଙ୍ଗ ସେଇଠି ଦେଖିଲ କୋଉଠି? ସେଇଠି ଲୋ ସେଇ କଥା ସତରେ ସଖୀ ଆଜି ସୁପ୍ରଭାତ ସୂର୍ଯ୍ୟ ଦେବତା ଉଦୟ ହେଇ ଏ ଧରାପୃଷ୍ଠ କେମିତି ଆଲୋକିତ କରିଛନ୍ତି। ହ୍ୟାଲୋ ଆଉ ତା ସହିତ ସେଇ ରାତିର ପୁନେଇଜନଟା ଦେଖିଲ ସୂର୍ଯ୍ୟର କିରଣ ପଡ଼ିଲା ପରେ ଦେଖୁନ ସୁନ୍ଦରଟା ଆଉ କେତେ ସୁନ୍ଦର ଦେଖାଯାଉନି। ଆଲୋ ଏପା ଦେଖଲ ଦେଖ ଆଜି ନା ସେଇ ଜହ୍ନଟାରେ ବି ଅଧିକ ସୁନ୍ଦର ଦେଖାଯାଉଥିଲା ସତେ ସତରେ ଲୋ ପ୍ରାଚୀ ରାଜ୍ୟ ରାଜକୁମାରୀ ଶାମୁକା ତମ ମାନଙ୍କୁ ଏତେ ଭଲ ଲାଗିଲା? ନାଲୋ ରାଜା ଆଲୋ ବୋଲ ଗୋଟିଏ କଥା ବୁଝିପାରୁନି କଣ ମା? ତମେ ମାନେ ତ କେବେ ହେଲେ ମୋ ପ୍ରଶଂସା ଏମିତି କରିନ। ଆଲୋ ଏପା ହେଲେ ଆଜି ହଠାତ୍ ଏମିତି ମୋ ପ୍ରଶଂସା କରିବାର ମାନେ କଣ କହିଲ? ଆଲୋ ଏପା ଆମକୁ ଯେମିତି ଲାଗେ ନା ସ୍ୱର୍ଗର ଅପ୍ସରୀ ଆମ ପାଖକୁ ଓଳେଇ ଆସିଛି ଲୋ ଓଳେଇ ଆସିଛି। ସତେ ହ୍ୟାଲୋ ଆଲୋ ବୋଲ ହ୍ୟାଲୋ ତମେ ମାନେ ଏମିତି କଣ କହୁଛ? ତମ ମାନଙ୍କ କଥା ନା ମୁଁ ଜମାରୁ ବୁଝିପାରୁନି। ମା କଣ କହିଲ ଏ ପର୍ଯ୍ୟନ୍ତ ବି କିଛି ବୁଝିପାରିଲାନି? ଆଲୋ ଏପା ସାଙ୍ଗ କଥାରେ ନାହିଁ କି ମା ଆଲୋ କଣ? ଅର୍ଥଟାକେ আমি কটা জনতা সংঘরুতে অর্থটাকে আমি কটা জনতা সংঘরুতে কি যুবা জাগরা দেখি কি না একলাইন নাচে। আরে বলো হ্যালো ତମେ ମାନେ ଏମିତି କହିବାର ମାନେ କଣ? ଆଉ ତରେ କହିବାକୁ ପଡିବ? ପୁଣି ହଁ କହିଲେ ଦେଖି କଣ? ତାହେଲେ ମାନେ ଧ୍ୟାନ ଦେଇକି ଶୁଣାଲ ଏବେ ଠିକ ଅଛି ଅନ୍ୟ ମନସ୍କ ହବନି। ଜମାରୁ ନୁହେଁ ଲୋ। ଠିକ ଅଛି ଲୋ झेमा राखी नील नैना सते जेमा राखिनी नैना सते। आले जेमा ହଁ ବୋଲ बुझी पारुଛ किला ଆଲୋ ନାଲୋ ନା दम धरी गाड़ी आलो जेमा रसिया पिला रसिया दम धरी गाड़ी आलो जेमा रसिया पिला रसिया ଯାହା ସବୁ କରୁଛ ନା ତମେ ମାନେ କଣ ବାୟାଣୀ ହେଇଗଲାଣି? ମା ସତରେ କିଛି ବୁଝିପାରୁନ? ଏ ଭଗବାନ ହାତରେ କହିବାକୁ ପଡିବ। କହିଲେ ଦେଖି କଣ କହିବାକୁ ଚାହୁଁଛ? ଆଲେ ପା ସାଙ୍ଗ ମନ ଏସି ଛାନା ଛାନା ଏ ଜମା ମନ ଏସି ଛାନା ଛାନା ଉଦି ସେ ଉଦି ଜାନା ଗଲା ପରା କେ ମନ ଦିନ ମୟଦାନ ସପନ ଦେଖୁ ଚାକରି ଲାଗେ ତମ ଛଲନା ଦିନ ମୟଦାନ ସପନ ଦେଖୁ ଚାକରି ଲାଗେ ତମ ଛଲନା फुटी के जुबा जुबाना ए जमा फुटी के जुबा जुबाना मन भरा कचिना
সাথে দুঃখ যায় সুখ পাইবা সাথে হ্যালো জামা बोला তাহলে তুমি কিচ্ছু ବି ବୁଝି ପାରୁନ କିଲ अरे सांगा ହ୍ୟାଲୋ ତମମାନଙ୍କ କଥା ମୁଁ କିଛି କିଛି ତ ବୁଝିପାରୁଛି ଦମ ଧରି କରି ଯେ ମାରସିଆ ପିଲା ରସି ମାରସି ଦମ ଧରି କରି ମାରସିଆ ପିଲା ରସି ମାରସି ଆଲୋ ସାଙ୍ଗ ହ୍ୟାଲୋ ତମେ ମାନେ ମୋ ମନ କଥା ଜାଣିବା ପାଇଁ ଏମିତି ଅସ୍ଥିର ହେଇ ଉଠୁଛ ଆଉ ମତେ ମନକୁ ଯାହା ସାହା ସବୁ କହିଯାଉଛ ତାହେଲେ ଆଲେ ପା ତମେ ନା ଆମର ଛୋଟ ବେଳର ସାଙ୍ଗ ଯଦି ତମର ମନର କଥା କହିବୁ ନ କହିବୁ ଆଉ କାହା କଥା କହିବୁ କହିଲ ଆଚ୍ଛା ହଁ ହେଲେ ବୋଲ ମତେ ଯାହା ହେଇଛି ନା ନା ତମ ମାନଙ୍କୁ ମୋ ମନ କଥା ଖୋଲିକି କହିପାରୁଛି ନା ସେ କଥାକୁ ଭାବି ଭାବି ନିଜକୁ ନିଜେ ମୁଁ ସହି ପାରୁଛି ଆଲେ ପା ସାଙ୍ଗ ତାହେଲେ ଅତି ଶୀଘ୍ର କହୁନାଲ ଶୁଣିବ ହଁ। ତେବେ ଠିକ ଅଛି ମନ ଧ୍ୟାନ ଦେଇକି ଶୁଣ ତାହେଲେ ମୋ ମନ କଥା ହ୍ୟାଲୋ ଠିକ ଅଛି ଲୋ सखी सहचारीला सखी सहचारी सखी सहचारीला सखी सहचारी ममनरा वेदना हृदय चेतना न पारुछि कही न पारुछि कही ओ, कही न पारुछि कही न पारुछि राजा जिया होई राजा जिया होई सांगा हॅलो बयाचा हेला चतर सयन सपने नितीच्या करणे मन पुरे व्याकुल उपाय बताओ बटते देखा पियाचा जीवन मोरा गोपाल चलाई मुंडा जाए धुरी पादना चलाई मुंडा जाए धुरी न पारुछि सही न पारुछि सही
ପାରୁଛି କହି ପାରୁଛି ହ୍ୟାଲୋ ଏମିତି ହେଉଛି ମୋ ମନ କଥା ହିମା? ସତରେ ଏମିତି କ'ଣ ଖୋଲିକି କହି ହୁଏ ଲାଇଲ ନାଇଁ ଆଲୋ ସାଙ୍ଗ ହ୍ୟାଲୋ ସମୟ କେତେ ଉଚ୍ଚର ହେଲାଣି ସୂର୍ଯ୍ୟ ଦେବତା ଧୀରେ ଧୀରେ ଅସ୍ତ ହେବାରେ ଲାଗିଲେଣି ଚାଲନି ସାଙ୍ଗ ଏତିକିରେ ଆଜି ପାଇଁ ଏତିକିରେ ବୁଲାବୁଲି ଆମେ ବନ୍ଦ କରିନେବା ଆଉ ନିଜ ନିଜ ଗୃହକୁ ଫେରିଯିବା ଠିକ ଅଛି ରଜମା ତାହେଲେ ଯିବା ହ୍ୟାଲୋ ଠିକ ଅଛି ତାହେଲେ দর্শক মধ্যে মঞ্চস্থ হইଥିବା নাটক সরিনি ফাগুণ আসিলা শ্রাবণ এই कि सुंदर द्रापृष्ट नीलवर्णरे अरुणटा पस्फुटित फूल महकरे महकी उठुची गुणुगुणु है भ्रमरटा ए फूलर से फूल को कि सरागे उड़ी बुलुची कुहू होई कोईटी मध्य गाउची धन्य धन्य तुम सृष्टिकर्ता धन्य तुम विहीन ए चिरभरा अरण्य को देखी मन मोरा गाई जाए केते जे मन लगा गीत
कुमार दस्यु प्रवर दस्यु जरा सिंह मोर पियर सागर कुमार दस्यु प्रवर दस्यु जरा सिंह मोर पियर बयस जा असादेश तनुरेता परवेश भ्रमे कुसुम बने झुमी ताने ताने भ्रमे फूल बने झुमी ताने ताने भ्रमे फूल बने झुमी ताने ताने भ्रमे फूल बने भ्रमण सागर चरण सिंहधानी रे गमई बलिष्ठ तरुण आहासी जतनी करिछ कथन धन्य धन्य सृष्टिकर्ता हे चतुरानन खेली भूले फूलरू সেই ফুলে প্রভাত বিহরণ তুমি টানে টানে রমে ফুল বন তুমি টানে টানে রমে ফুল বন তুমি টানে টানে রমে ফুল বনে अरे सतरे तो भगोड़र आगमन कि सुंदर देखा जाए अरण्यटा अरे भ्रमी भ्रमी मत अनुद्र चली आसली हेले हेले आज जाई मो बाबा अनुमति मागी चली जावाक हम से माँ मंगला मंदिर को हाँ हाँ ये आ डेरी करवा ठीक हेनी मु जाए मो बाबा अनुमति मागी चली जीवी से माँ मंगला को दर्शन करने मंगला मंदिर को सागर कौन हो बाबा अरे एपटे सेपटे तरतर ही बोलुछु जे बाबा आपण अपनी एठी अरे हाँ रे यही पाख जंगल रे बुलाबुली करी हठात देखिली मो पुआ कौन पाई एपटे सेपटे तरतर ही बोलुछि भाविली जे देखा करी बाबा रे कौन होइछि कि बाबा हाँ मो मध्य आपनक सम्मुख को आसुथिली मो पाखक आसथिलु हाँ बाबा कि तू कौन पाई बाबा बाबा हाँ आज तो मु शस्त्र विद्या रे पारदर्शिता लाभ करछि तेणु तेणु मु चाहूँ बाबा से माँ मंगला को दर्शन करने मंगला मंदिर को जीवी बाबा कौन कहलु तू मंगला मंदिर जीवु हाँ बाबा रे बाबा कौन पाई बाबा अरे सागर बाबा अरे मंगला मंदिर अच्छे अनेक दूर निघंच अरण्य हिंस्र जंतु परिपूर्ण से स्थान पुणी ते छाड़बी केमी बाबा ना बाबा जदि माँ को दर्शन कर इच्छा अच्छी ताहले माँ को ये दर्शन करते माँ तर मंगल करेंगे बाबा हाँ रे बाबा आपण पुणी भय कर अरे आपण शस्त्र विद्या पर मु निर्पुला
ପୁଣି ଆପଣ ଭୟ କରିଛନ୍ତି ବାବା ଥରୁଟେ ଅନୁମତି ଦିଅନ୍ତୁ ନା ବାବା ଧାଇରେ ବାବା ବାବା ଆରେ ତୁ ପରା ମୋ ଛାତରେ କଳିଯା ତତେ ଛାଡ଼ି କେମିତି ମୁଁ ବଞ୍ଚିପାରିବି କ୍ଷଣ କେମିତି ଦେଖିଲେ ମନ ମୋର ଅଥୟ ହୋଇଯାଏ ତେଣୁ ବାବା ଆଉ ମନ୍ଦିର ଯିବା ଆବଶ୍ୟକ ନାହିଁ ମାକୁ ଏଇଠୁ ଦର୍ଶନ କରିଦେ ତୋର ମନସ୍କାମନା ନିଶ୍ଚୟ ପୂର୍ଣ୍ଣ କରିବି ବାବା ହରେ ଥରୁଟେ ଅନୁମତି ଦିଅନ୍ତୁ ନା କାହିଁ ବାବା ବୁଝିବାକୁ ଚେଷ୍ଟା କର କାହିଁ ଅବୁଝା ହଉଛୁ ଅନୁମତି दिया है पिता मोहरी देवी दर्शने जीवी दिया मेलाणी ସାଗର बाबा अनुमति दिया है पिता मोहरी देवी दर्शने जीवी दिया मेलाणी माँ मंगला दर्शन करिबी मु बड़े मना माँ से अनुमति दिया है पिता मोहरी देवी दर्शने जीवी दिया मेलाणी माँ मंगला दर्शन करिबी मु बड़े मना माँ से ଧାଇରେ ସାଗର ତତେ ମୁଁ କେମିତି ଛାଡ଼ିବି ରେ ସେ ନିଘଞ୍ଚ ଚରଣ୍ୟକୁ କଥାଟା ବୁଝିବାକୁ ଚେଷ୍ଟା କର ବାବା ଆଉ ସେ ମନ୍ଦିର ଯିବା ଆବଶ୍ୟକ ନାହିଁ ବାବା ଆପଣ ତ ଜାଣିଛନ୍ତି ଜନ୍ମ ହେବା ମାତ୍ରକୁ ମୁଁ ମାତାଙ୍କ ମୁଖ ଦେଖିନି ସେଇ ମା ମଙ୍ଗଳାଙ୍କୁ ଭାବି ନେଇଛି ମୁଁ ନିଜ ମା ବୋଲି ଓ ଆପଣ ଅନୁମତି ଦେବେନି ବାବା ଜାଣିନି ମୁଁ ତ କିଏ ଜନ୍ମ କଲା ଦେଖିନି ତା ମୁହ ଛାଡ଼ି ଚାଲିଗଲା ବାବା ତୁମଠୁ ପାଇ ସ୍ନେହ ମମତା ପାଇଲି ରେ ସାକ୍ଷୀ କୌଶଳର କଳା ଅନୁମତି ଦିଅ ବାପା ରଖିବି ମୁଁ ତୁମରି ନାଁ ସେ अनुमति दिया है पिता मोहरी देवी दर्शन जीवी दिया मेलाणी माँ मंगला दर्शन करिबी मु बड़े मना माँ से ଠିକ ଅଛି ବାବା ତୁ ଯଦି ମନ୍ଦିର ଯିବା ପାଇଁ ଜିଦ୍ ଧରି ବସିଛୁ ତାହେଲେ ଅନୁଭୂତିଟା ନିଶ୍ଚୟ ଅଛି ରେ ବାବା अनुमति अच्छी बाबा ଘରେ ବାବା ताहले मु मंगला मंदिर को जीवी बाबा ନିଶ୍ଚୟ ଯିବୁ ବାବା କିନ୍ତୁ ଗୋଟାଏ କଥା ବାବା कौन बाबा ସତର୍କରେ ଯିବୁ ମଙ୍ଗଳା ମନ୍ଦିର କାହିଁକି ନା ନିଘଞ୍ଚ ଚରଣ୍ୟ ସେ ସ୍ଥାନ ହିଂସ୍ର ଯଦି ପରିପୂର୍ଣ୍ଣ ତେଣୁ ବାବା ସତର୍କରେ ଯିବୁ ଆଉ ମାଆକୁ ଦର୍ଶନ ସାରି ଚଞ୍ଚଳ ଫେରି ଆସିବୁ ठीक अच्छी बाबा मु शीघ्र जाए शीघ्र माँ को दर्शन करी शीघ्र फेरी आसबी बाबा ଠିକ ଅଛି ବାବା ତେବେ ବିଳମ୍ବ କରନା ଚଞ୍ଚଳ ଯା ସେ ମା ମଙ୍ଗଳା ମନ୍ଦିର ଆଉ ମାଆକୁ ଦର୍ଶନ ସାରି ଚଞ୍ଚଳ ଫେରି ଆସିବୁ ତୁ ଫେରି ଆସିଲେ ଆମେ ମିଶିକି ଖାଇବା ताहले तो आशीर्वाद करନ୍ତୁ बाबा ଯେତେ ଭଲ ଭଲ ଫେରି ଆସିବେ
କ'ଣ ଆଉ କରିବି ପିଲାଟା ଏମିତି ଅଝଟିଆ ହେଲା ଯେ ସେ ମଙ୍ଗଳା ମନ୍ଦିର ଯିବା ପାଇଁ ଜିଦ୍ଧରେ ବସିଲା। ଯାଉ ତାକୁ ବା ମନା କରିବି କାହିଁକି? ମନା କରିଦେଲେ ତା ମନଟା ଭାରି କଷ୍ଟ ହେବ। ବାପା ମା ଚେଉଣ୍ଡ ପିଲାଟା ଛୋଟବେଳେ ପଳି ପୋଷି ତାକୁ ମଣିଷ କରିଛି, ତା ମନକୁ କାହିଁକି ଉଡ଼ା କରିବି? ହେ ମା ବନ ଦୁର୍ଗା, ମୋ ପୁଅର ଚଲାପଥ କୁସୁମିତ ହଉଲ ମା। ଏତିକି ତ ଚରଣ ତଳେ ମୋର କୋଟି କୋଟି ପ୍ରଣାମ ଲୋ ମା, କୋଟି କୋଟି ପ୍ରଣାମ, କୋଟି କୋଟି ପ୍ରଣାମ। हे प्रभु जगतर नाथ जगन्नाथ, हे प्रभु विश्वमय करुणा बारिधि, ए कि तुमर विचित्र नीला प्रभु, ए कि तुमर विचित्र नीला। आज को दीर्घ 15-16 वर्ष बीतीगला, हेले मो बंधु आदित्य नारायण जी नहांती कि तांक पुत्र सागर चरण भी नहांती। हेले कौन करिबी? कथा तो देइथिली मो बंधु आदित्य नारायण को तांक पुत्र सहित मो झील सामुकार विवाह करने। मुझे निरुपाय प्रभु, मुझे निरुपाय। बढ़िला झील सामुका को तो घरे रखी हेबनी, ताहले कौन करिबी? सेनापति दिग्विजय सिंह सहित परामर्श करी किछि ना किछि उपाय करने को पड़िबो। जय काशीराज्य अधीश्वर महाराजंकर, जय काशीराज्य अधीश्वर महाराज मरकत केशरींकर प्रणाम घेरंत महाराज। उठ सेनापति दिग्विजय, उठ गुमास्ता जटपात्र। सेनापति दिग्विजय महाराज, राज्यर जनप्रजा कण कुशल अछंती? ओ महाराज, आपणक सुशासन जोगो ए राज्यर जनप्रजा समस्त कुशल अछंती। हेले जट आज्ञा अरे केबे महाराज कोन पचारुथिले एमिति राज्यर जनप्रजा कुशल अछंती बोली? सेटा तो आज्ञा हाँ? चिंता करू सेटा ए जट आज्ञा अबे कोन अनुमान करूछु? आज्ञा अबे देख, अरे महाराज को मुखमंडलटा देख महाराज कोन चिंतित थिला परि जणा पडुछंती। कोन हेति महाराज? कौन है महाराज? नहीं नहीं, आपण व्यस्तता चिंतित जना पड़ुछंती, कौन भाबुछंती कहतु? सेनापति दिग्विजय, तुम्हें तो जानिछ मो बंधु मंत्री आदित्य नारायण को मो कथा देइथिली, तांको पुत्र सागर चरण सहित मो झियो सामुकार विवाह करिया पई। हेले मंत्री आदित्य नारायण जे राज्य रे नहंती कि तांको पुत्र सागर चरण भी नहंती। आबे भी अनेक खोजिछु महाराज, हेले महामंत्री ए जाए देखा नहीं कि दर्शन नहीं। आज्ञा आपण विश्वास करिवेनी महाराज, मु छोटा कोला लोक बड़ पर्वत खोजा खोजी करि देले ताकर टेर पाई पारले नै। हां ओ ए जट बुझी पारुछु, महाराजा कथा देइथिले मंत्री को, से मंत्री पुत्रटा बड़ हैला परे जेमा देइंग सहित बाहा करैबा पाई। हेले कौन करवा भाग्य खराब, ए मंत्री नहीं कि मंत्री पुत्र भी नहीं। मनीष चाहा चाहू कि ता होउची कि? हां ना हेले महाराज, आपण जमारो चिंता करतुनी। अरे मंत्री सिना नहीं कि मंत्री पुत्र नहीं, हेले आम जेमा देई पाई आम्भे स्वयंवर करिबा। कौन कहले सेनापति? सामुका पाई स्वयंवर? हाँ हो महाराज, निश्चय। ए पड़ोसी राज्यर जते राजकुमार अछंते समस्त को निमंत्रण वार्ता दे एठा को डकैबा आउ पुनी स्वयंवर करिबा। स्वयंवर निश्चय, मोर एकमात्र कन्या सामुका पाई काशी राज्य रे स्वयंवर आयोजन करिबी। ना 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 ए जट काई मरे करूछु? ना मो भितरे किछि ए! ना स्वयंवर हबो। स्वयंवर नै कि
जेमा देई निजे मन लाखी बर पात्रटा बाछिबे दरकार नाही माने ना ମୁଁ ଆପଣଙ୍କ କଥାରେ କେବେ ହେଲେ ଏକମତ ହେଇପାରିବି ନା ତାହେଲେ ତୁ କଣ କହିବାକୁ ଚାହୁଁଛୁ ଏଇଟା ଗୋଟିଏ କଥା ମହାରାଜ କହିଲେ ସିନା ମୁଁ ପରିପ୍ରକାଶ କରିବି ନା ଆଉ ତୁମେ ମନକୁ ମନ କହିଦେଲେ ମୁଁ କଣ ତାକୁ ପରିପ୍ରକାଶ କରିଦେବି ମୋ ପାଖରେ ଗୋଟେ ଜିନିଷ ଅଛି ଯଦି କହିଦେବି ସବୁ କଥାଟା ପୁରା ଏ ପାଖରେ ଗଦଗଦ ହେଇଯିବ ଗୁମାସ୍ତା ଜଟପାତ୍ର ଆଜ୍ଞା ମହାରାଜ ତୁ କଣ କହିବାକୁ ଚାହୁଁଛୁ ଏଇଟା ଗୋଟିଏ କଥା ଆଜ୍ଞା ମୋ ପାଖରେ ଗୋଟେ ମୁଁ ଯୋଗ୍ୟତମ ବରପାତ୍ର ଯୋଗାଡ଼ କରିକି अबे ରଖିଛି किए से भाग्यवान पुरुष ତୁମେ କହିଦେଲେ ହବ କି ମତେ ମହାରାଜ ଠିକ ଅଛି ଆଜ୍ଞା। କିଏ ସେ ଯୋଗ୍ୟ ପାତ୍ର ଶୀଘ୍ର ପ୍ରକାଶ କର ଆଜ୍ଞା ଆପଣଙ୍କ ନିଜ ଲୋକ ଆପଣଙ୍କ ଖାସ ଲୋକ ସିଏ ଆପଣ ଦେଖି ଦେଖିକିରି କାହିଁକି ଅଣଦେଖା କରୁଛନ୍ତି किए बे से ଏଇଟା ଗୋଟିଏ କଥା ଗୁମାସ୍ତା ଆଜ୍ଞା ଆରେ ମୋ ନିଜ ଲୋକ ହଁ ମୁଁ ଖାସ ଲୋକ ମୁଁ ଦେଖି ଦେଖି ଅଣଦେଖା କରୁଛି ଦେଖା କରୁଛନ୍ତି ନା ଆଉ ଆରେ ବୁଲେଇ ବଙ୍କେଇ ନ କହି ସିଧା ସଲକ କହିଦେ କିଏ ସେ ଯୋଗ୍ୟ ପାତ୍ର ଏଇଟା ଗୋଟିଏ କଥା ଆମ ସେନାପତି ଦିଗ୍ବିଜୟ ବାବୁ ଦେଖିବାକୁ ସୁନ୍ଦର ବଳିଷ୍ଠ ଯୁବକ ପୁଣି ରାଜକୁମାର ଠାରୁ ମଧ୍ୟ କମ୍ ନୁହନ୍ତି ଅନେଇଲେ ଘର କଥା ଖାଲି ଘରେ ଘରେ ବାହାରେ ଯିବାର ଦରକାର ନାହିଁ କାହିଁ ସ୍ୱୟଂବର କରିବେ ଆଉ ମଦୁଆ ଗଞ୍ଜୁଆ ସେଇ ମହାରାଜା ମାନଙ୍କୁ ଡାକିକି ନିମନ୍ତ୍ରଣ କରିବେ ଆଉ ରାଜଜେମା ତାଙ୍କୁ ବରପାତ୍ର କରିବ ସେନାପତି ବାବୁକୁ ଗୋଟାଏ ମାଡ଼େ ବାହା ସାହା କରିଦେଲେ ପୁରା ହରପ ପାର୍କ କୋଟି ଜନ୍ମର ତପ ବଳେ ଏମିତିଆ ଏ ଜ୍ୱାଇଁ ମିଳେ ଏଇ କାଶୀ ରାଜ୍ୟ ତଳେ ଆପଣ କାହିଁ ଏମିତି ବ୍ୟସ୍ତ ଅଛନ୍ତି ଚୁପ୍ ମହାରାଜ କର କ'ଣ କହିଲୁ ଆରେ କ'ଣ କହିଲୁ ଜାଣିଛୁ ମୋ ଝିଅ ପାଇଁ ବରପାତ୍ର ଖୋଜିକି ଆଣିଛୁ ନାହିଁ ମୁଁ ବରପାତ୍ର ଯୋଗାଡ଼ କରି ଆଣିଛି ବା ତା ପୁଣି ସେନାପତି ବାବୁ କିଏ ସେନାପତି ବାବୁ ପରା ସେଠୁ କ'ଣ ଜାଣିଛୁ ସେ ଗୋଟାଏ ଲମ୍ପଟ ଗୋଟେ ମଦୁଆ ଗୋଟେ ଚୋର ଗୋଟେ ଚରିତ୍ରହୀନ ତା ପାଇଁ ମୋ ଝିଅ ପାଇଁ ବରପାତ୍ର ଖୋଜିକି ଆଣିଛୁ ନାହିଁ ତୁ ଯେତିକିରି ଲୋକ ସେତିକିରି ଥା ଜଟ ଆଶା ଖରାପ ହେଇଗଲା ଆଉ अबे जट ଆଜ୍ଞା बामन है चांद को हाथ बढ़ाऊछु हाँ कौन कहलु राजा झील पाई मो योग्यतम बरपात्र हईबे हाँ रानीमा कौन कहले रानीमा कौन कहले मधुआ लंपट चोर चरित्रहीन सोला तोरी पाई एते लोकंक सम्मुखरे मु सोलाटा अपमान पाइली नहीं हईबे मु कहथिली ନାଇଁ ନାଇଁ ना मु कहथिली ନାଇଁ ଆଜ୍ଞା अरे राजा झील को बाहेबा पाई मु कहथिली ସେନାପତି ସେନାପତି ଦିଗ୍ବିଜୟ ଜଟ କଣ ମାରିଦବ मारिदेवी ସେନାପତି ଦିଗ୍ବିଜୟ मारिदेवी एटाको ଆରେ ସେ କହୁ କହୁ କହିଦେଲ ପରି ତାକୁ କଣ ମାରିଦବ महाराज को कहीदेला हेले रानीमा कौन कहले ना रानीमा कौन कहले ମୁଁ ବୁଝିପାରୁଛି ବେଦମତି ତୁମକୁ ସେଭଳି ଅପମାନ କରିବାର ନଥିଲା ମୁଁ କହୁଛି ଠିକ ଅଛି ତୁମେ ଯେଉଁ ପ୍ରସ୍ତାବ ଦେଇଛ ସେଇ ହେବ ଏ କାଶୀ ରାଜ୍ୟରେ ମୋ ଝିଅ ଶାମୁକ ପାଇଁ ସ୍ୱୟଂବରର ଆୟୋଜନ କରାଯିବ ଶୁଣ ତ ମହାରାଜ ସ୍ୱୟଂବର କରିବା ପୂର୍ବରୁ ଆପଣ ଆପଣଙ୍କ ଝିଅକୁ ଥରେ ପଚାରନ୍ତୁ କାହିଁକି ନା ଆଜିକାଲିକା ଝିଅମାନଙ୍କୁ ବିଶ୍ୱାସ ନାହିଁ ଆଜିକାଲିକା ଝିଅମାନେ ବାପା ମା ପ୍ରସ୍ତାବ ଠିକ କରିଥିବେ ଆଉ ଅନ୍ୟ ଜାଗାରେ ଆଉ ଝିଅମାନେ ନିଜ ମନେ ମନେ ଭଲ ପାଇଥିବେ ଅନ୍ୟ ଜାଗାରେ ହେଲେ ମୋ ଝିଅ ଶାମୁକା ସେଭଳି ଝିଅ ନୁହଁ ସବୁ ବାପା ମା ଏମିତି କୁହନ୍ତି ଆରେ ମୋ ଝିଅ ସେମିତିଆ ନୁହେଁ ମୋ ଝିଅ ଭଲ ଝିଅ ଏ ବାଟେ ଦେଖିଲା ବେଳକୁ ଏ କଲିଯୁଗର ଝିଅ ମାନେ କମ କି ଏମାନେ ଘରେ ଘରେ ଗଣେଶ ପୂଜା ବାହାରେ ସରସ୍ୱତୀ ଜଟ ମୁହଁ ସମ୍ଭାଳିକି କଥାବାର୍ତ୍ତା କର ତ ସାହସ ବେଶୀ ହଉଛି ବେଦମତି ରାଜଜେମାନଙ୍କୁ ଡାକନ୍ତୁ ଆଉ ପଚାରନ୍ତୁ ସେ ସ୍ୱୟଂବରରେ ରାଜି କି ଅରାଜି ଠିକ ଅଛି ନିଶ୍ଚୟ ପଚାରି ବୁଝିବି ବେଦମତି ମୋ ଝିଅ ଶାମୁକାକୁ ଶୀଘ୍ର ଡକା ସମ୍ମୁଖେ ମୋହର ଏଇନେ ଡାକୁଛି ସ୍ୱାମୀ ମୁଁ ଶାମୁକା ଏ ମା ଶାମୁକା
শামুকা ମା ଶାମୁକା ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରନ୍ତୁ। ଦୀର୍ଘାୟୁ ହେଇଥାଲୁ ମା। ବାପା ଶାମୁକା ମତେ ଡାକୁଥିଲେ ହଁ ଶାମୁକା ତୋଠାରୁ ଗୋଟିଏ ମତାମତ ନେବାର ଅଛି। କଣ କହିଲେ? ମୋ ଠାରୁ ପୁଣି ମତାମତ ନେବେ? ହଁ କଣ ସେ ମତାମତ ବାପା? ଶାମୁକା ତୋ ପାଇଁ ଏ କାଶୀ ରାଜ୍ୟରେ ସ୍ୱୟଂବରର ଆୟୋଜନ କରିଥିଲୁ ମା। କଣ କହିଲେ? ତୁ କଣ ଏ କଥାରେ ଏକମତ? ସ୍ୱୟଂବର? ହଁ ବାପା ତମର କୌଣସି କଥା କଣ ମୁଁ କେବେ ଅବମାନନ କରିପାରିବି? ତମେ ଯାହା ବି ମୋ ପାଇଁ ନିଷ୍ପତ୍ତି ନେବ ସେ ନିଷ୍ପତ୍ତିରେ ମୁଁ ଏକମତ। ତାହେଲେ ମୁଁ ସ୍ୱୟଂବର କାର୍ଯ୍ୟଟା ଆଗେ ନେବି କିଲୋ ମା। ବାପା ମୁଁ କଣ କହୁଥିଲି କି ମୁଁ ନା ମା ମଙ୍ଗଳା ପାଖରେ ସପ୍ତବାର ମାନସିକ ରଖିଛି। ତେଣୁକରି ମୋ ମାନସିକ ପୂରଣ ନ ହେବା ଯାଏ ମୁଁ କେବେ ଏ ସ୍ୱୟଂବର କାର୍ଯ୍ୟରେ ଯୋଗ ଦେଇପାରିବିନି। ଶାମୁକା ବାପା ତୁ ତ ଜାଣିଥିଲୁ ମା ମା ମଙ୍ଗଳାଙ୍କ ମନ୍ଦିର ଅଛି ନିଘଞ୍ଚ ଅରଣ୍ୟ ମଧ୍ୟରେ। ତୋତେ ଏକାକି କେମିତି ଛାଡ଼ିଦେବି? ନା କେବେ ବି ନୁହଲୋ। ସ୍ୱାମୀ କୋଟି ବୋଲି ଝିଅ ସେ ମା ମଙ୍ଗଳା ମନ୍ଦିରକୁ ଦର୍ଶନ କରିଯିବ, ତାଙ୍କୁ ଅନୁମତି ଦେଲେ କ'ଣ ଅସୁବିଧା ହେବ? ବେଦମତୀ ହିଂସ୍ର ଜନ୍ତୁ ଭରା ସେ କାନନ କେମିତି ଛାଡ଼ିଦେବି ମୋ ଝିଅକୁ? ବାପା ଶାମୁକା पूजतात है पूजतात है धरुछि जुगला चरण रखा ମାନସିକ କରି ଅଛି ଯେ ମୁନି ମାତା ମଙ୍ଗଳାଙ୍କୁ ଖୋଜିବା ପାଇଁ ସତବାର ପୋଜି ଦେବି ଚରଣ ଦେବେ ମନସ୍କାମ ଦେବ ପୁରାଣ ତେଣୁ ସମୟ ପ୍ରଦାନ କରନ୍ତୁ ମୋତେ ଆପଣ ତେଣୁ ସମୟ ପ୍ରଦାନ କରନ୍ତୁ ମୋତେ ଆପଣ ପୂଜତାତ ହେ ଧରୁଛି ଯୁଗଳ ଚରଣ ରଖ ଶରଣ ରଖ ଶରଣ ରଖ ଶରଣ ବାପା ଶାମୁକା ତମେ ମୋତେ ମନା ନ କରି ମୋ ସାଙ୍ଗମାନଙ୍କ ସହିତ ସେ ମା ମଙ୍ଗଳାକୁ ପୂଜା କରିଯିବା ପାଇଁ ଅନୁମତି ଦିଅ ନା। ଶାମୁକା ମୁଁ ତ ତମରି ପାଖରୁ କେବେ ବି ଅଲି କରିନି। ଠିକ ଅଛି ଶାମୁକା ଅନୁମତିଟା ନିଶ୍ଚୟ ଦେଉଛି ଲୋ ମା। ବାପା ହେଲେ ତୋ ସହିତ ଯିବ ଏ କୁମାସ୍ତା ଜଟପାତ୍ର ମଧ୍ୟ। କଣ କହିଲ? ଗୁମାସ୍ତା ଜଟପାତ୍ର? ହଁ ହେଲେ ବାପା ତମେ ତ ଜାଣିଛ ଜଟ ବୟସ୍କ ଆଉ ଏମିତିକି ଦେଖିବା ଗଲେ ଛୋଟା ମଣିଷଟିଏ। ଏତେ ଦୂର ବାଟ ଜଙ୍ଗଲ ରାସ୍ତା ସେ କଣ ଯାଇପାରିବ? ନିଶ୍ଚୟ ଯାଇପାରିବ ଲୋ ମା। ଠିକ ଅଛି ଯାହା ତମ ଇଚ୍ଛା। ଜଟ ଏ ଜଟ ଆଜ୍ଞା আরে মহারাজাঙ্কর আদেশ হয়েছে কি আদেশ হয়েছি?
আরে যেমা দেই ଯିବେ ମଙ୍ଗଳା ମନ୍ଦିର ଆଜ୍ଞା ମା ମଙ୍ଗଳାକୁ ଦର୍ଶନ କରିବା ପାଇଁ। ସେଠି ମୁଁ କ'ଣ କରିବି? ଆରେ ଯେମା ଦେଇଙ୍କୁ ସୁରକ୍ଷା ଦେବା ପାଇଁ ତୁ ଯିବୁ। ମତେ କିଏ ସୁରକ୍ଷା ଦବ? ତୋ ମଲେ କ'ଣ ଅସୁବିଧା ଅଛି ରେ? ଯେ ମୁଁ ମରିଗଲେ ଛୋଟା କୋଲା ଲୋକ ଏତେ ଜଙ୍ଗଲ ଭିତରେ ଯାଇ ଶୁଣ, ଏଇଟା ହେଉଛି ରାଜାଙ୍କ ଆଦେଶ, ପାଳନ କରିବାକୁ ତୁ ବାଧ୍ୟ। ବାଧ୍ୟ ଯେ ଭିତରେ ଯଦି ମୁଁ ମରିବୁରା ଗଲେ ଅସୁବିଧା ହେଇଯିବ କି ନାହିଁ? ଏ ଜଟ ମଙ୍ଗଳା ମନ୍ଦିର ଯିବା ପାଇଁ ପ୍ରସ୍ତୁତି କର। ଯଥା ଆଜ୍ଞା ଛାମୁ। ଶାମୁକା ବାପା, ତାହେଲେ ତୁ ବିଳମ୍ବ ନ କରି ଶୀଘ୍ର ମା ମଙ୍ଗଳା ମନ୍ଦିର ଦର୍ଶନାର୍ଥେ ବାହାରି ପଡ଼ିଲୁ ମା। ଠିକ୍ ଅଛି ବାପା, ତାହେଲେ ତମେ ତୁମେ ମୋତେ ଆଶୀର୍ବାଦ କର ଯେମିତିକି ମା ମଙ୍ଗଳାଙ୍କ ଦର୍ଶନ ସାରି ମୁଁ ଭଲରେ କୁଶଳରେ ପୁଣି ଥରେ ଫେରି ଆସିବି ନିଜ ସ୍ୱରାଜ୍ୟକୁ। ନିଶ୍ଚୟ ଲୋ ମା। ମହାରାଜ ମତେ ବି ଆଶୀର୍ବାଦ କରନ୍ତୁ ଯେମିତିକି ସେ ଜଙ୍ଗଲ ଭିତରେ ବାଘ ଆଉ ଭାଲୁଟା ନ ଖାଇ ଯାଆନ୍ତୁ। ଏ ଜଟ, ଆଜ୍ଞା ଆରେ ଶୁଭ ବେଲାରେ ଅଶୁଭ ବାକ୍ୟ କାହିଁକି ଭାସୁଛୁ? କ'ଣ କରିବି ଆଜ୍ଞା? ଛୋଟା କୋଲା ଲୋକ ବାଘକୁ ଦେଖିଲେ ଦୌଡ଼ି ପାରିବି କି? ଆବେ ଶୀଘ୍ର ଚାଲି ଯା। ମା, ମୋ ଝିଅକୁ ଭଲ କି ଆଣିବୁ ଜାଣିଛୁ ତ? ମୁଁ ଯଦି ଭଲ କରି ଆସିଲେ ଭଲ କରି ଆସିବେ ଆଉ। ଠିକ୍ ଅଛି ଯା, ଭଲ କି ଆସିବୁ ଆଉ ମୋ ଝିଅକୁ ଭଲ କରି ଆଣିବୁ ଜାଣିଛୁ। ସେନାପତି ଦିଗ୍ବିଜୟ, ମହାରାଜ ତୁମେ ତୁମ କାର୍ଯ୍ୟରେ ଲାଗି ପଡ଼। ମୁଁ ଯାଉଛି ବିଶ୍ରାମ ପ୍ରକୋଷ୍ଠକୁ। ଠିକ ଅଛି ମହାରାଜ, ମୋ କାର୍ଯ୍ୟରେ ମୁଁ ଲାଗି ପଡୁଛି। অপমান, ঘোর ঘোর অপমান। ছি 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 আফু এ কথা যদি কিଏ মতে কই সারিথান্তে এতিকে বেলে মু সিদ্ধা আত্মহত্যা করি সারন্তে। নাইবে ও আত্মহত্যা করিবিনি। আউ তাল গছ বলি অংসা পড়িবে। আরে মো কাপুরুষ নুহে, আউ কাপুরুষ মানে আত্মহত্যা করিথাନ୍ତି। আহা এ জট, আজ্ঞা আরে তু কহু কহু কহিদেলু যে কই গলি সেনাপতিକୁ ତୁମ ଝିଅ ପାଇଁ ଉପଯୁକ୍ତ ବରପାତ୍ର ବୋଲି বললি কইছিলি তুমি নিজ দি কানরে বি শুনি থব কইছি। କହିଦେଲୁ। কইছি 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 ହେଲେ କହୁ କହୁ କହିଦେଲୁ। বাহারি গলা কথা ও বহি গলা পানি ও ফেরিয়া হব না ଏ ରାଣୀଟା କ'ଣ କହିବା କଥା? হ কি না কহিবা কথা দিটা ନାଇଁ, ନାଇଁ। ଯଦି ତାଙ୍କ ଝିଅକୁ ଯଦି ମୋତେ ଦବାର ନଥିଲା, না কইবা কথা ଖାଲି ଗୋଟିଏ କଥା କହିବା ଥିଲା, ହଁ କି ନା। না দিটা অক্ষর কইবা কথা। ଦିଟା ଅକ୍ଷର। হ্যাঁ। ହେଲେ ରାଣୀଟା କ'ଣ କହିଲା? ଆପଣଙ୍କୁ ମଦୁଆ ଚୋର, ଲମ୍ପଟ କୁକୁର, ଚରିତ୍ରହୀନା ଲଉଟ, ମତେ କିଏ କହିଥାନ୍ତା ଆଜ୍ଞା ମୁଁ ଶୁଣା ଓହୋ ଛାଡ଼ିବିନି ବେ। ମାରଣ ମାରିଦେବି। ଏ ରାଣୀଟାକୁ ପ୍ରଥମେ ମାରିଦେବି। ଆରେ ଏତେ ଲୋକଙ୍କ ସମ୍ମୁଖରେ ମଦୁଆ, ଚୋର, ଲମ୍ପଟ, କୁକୁର, ଚରିତ୍ରହୀନ ମତେ କହିଛି। ମାରା ଛାଡ଼ିବିନି, ମାରିଦେବି ଆଉ। ବାସ୍ ଏଇନେ ଯିବି, ମାରିଦେବି। ତୁମେ ମୋର ଏତେ ଦିନର ଆଶା ଓ ଆକାଂକ୍ଷାକୁ ଗୋଟାଏ ମାରେ ଶୁଖୁଆ ପଡ଼ିରେ ଶେଷ କରିଦେବ। ଆରେ ବାବୁ ଧୀର ପାଣି ପତର କାଟେ
हरबर हेले आंटू फाटे मारिदेवी लोक को मारिदेवी हाणीदेवी काटिदेवी कहीदेले तो कथा समाधान हो। अरे बाबू बुद्धि खटाइबाको हब आग प्रथमे जीवा मंगला मंदिर मंगला मां को दर्शन करी तांको ठारू आशीर्वाद आनी सारिला परे युद्ध क्षेत्र को जीवा ना। ए जट आज्ञा अरे प्रकृत तो मुंडरे कौन अच्छी रे मो मुंडरे कौन अच्छी कच्चा गु भितरे कौन अच्छी मुझे देखी नहीं है भितरे से सब डॉक्टर मैंने जाइए ओ अरे राज जमा सामुका जीव मंगला मंदिर माँ मंगला को दर्शन करवा पाई ए माटा जो अपमान देछि से अपमान प्रतिशोध आदाय करिवे ता झियो ठारे ए जट अरे प्रतिज्ञा करूछु रे मारण ए सामुका 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 आलो सुनलो तू जदि मोर न हेबो काहारी हबाकू देवी रे ए सामुका तू केवल मरल चल आज्ञा प्रथमे जीवा मंगला मंदिर सामुका सामुकाटा जदि मोर न हब काहारी हबाकू देवी सामुकाटा केवल मोर रचि जाइछि मो चक्र बिहुटा चक्र बिहु जेमिति महाभारत युद्ध रे चक्र बिहुटा रचा जाइथला ए कली जुगरे मध्य जट पात्र चक्र बिहुटा रचि सारिछि से चक्र बिहुरे जे पशिला माने मल्ला जट पात्र मो जट पात्र भले दिले बेला पटा रागी गले पूरा छिन्न छक्र हा ना कथा गोटे मन पड़गला एने तो सेनापति बाबू हेबे राजा मु हेबी तांकर महामंत्री एते धन संपत्ति के खाइब हा हा आकम टिके बुलाबुली करबा तापर जाके धन संपत्ति कथा व्यवस्था करबी ना ओहो ମଞ୍ଚସ୍ଥ ନାଟକ ସରିନି ଫଗୁଣ ଆସିଲା ଶ୍ରାବଣ ଏ ନାଟକ मोते देखिबाकू गले ना बारी सुंदरी देखा जाउची देखा जीविनी केमिति बा गुणरे जेमिति ना मारु परे मध्य ठीक सेमिति माना जानिच माना होची रंगावती अरे समय से आने कहलानी एमिति हेले भी बहुत तकी पड़लनी जाके टिके विश्राम करिनी है।